ସୀମାନ୍ତ ବାହୁଡ଼ା ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଛେରାପହରା କଲେ ମହାରାଜା ପ୍ରଭାତ କୁମାର ବିଶ୍ୱାଳ। ବାଲେଶ୍ୱର ମୟୂରଭଞ୍ଜର ହଜାର ହଜାର ଶ୍ରଦ୍ଧାଳୁ ଟାଣିଲେ ରଥ। ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ରାଉତରାୟପୁର ସ୍ଥିତ ଭଞ୍ଜଛଡ଼ା ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ନୂଆହାଟ ଛକରେ ଥିବା ଟେଙ୍ଗୁଆ ମଙ୍ଗଳପୁର ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉ 9 ଦିନ ରହିବା ପରେ ଆଜି ବାହୁଡ଼ିଛନ୍ତି। ଗୁଣ୍ଡିଚା ମନ୍ଦିରରେ ସମସ୍ତ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପ୍ରାତଃକାଳରେ ମଙ୍ଗଳ ଆରତୀ, ସୂର୍ଯ୍ୟ ପୂଜା ପରେ ରସହୋମ, ମୈଲମ, ରଥ ପୂଜା ସହ ଅପରାହ୍ନ 4 ଘଟିକାରେ 3 ଠାକୁରଙ୍କର ଗୋଟି ପହଣ୍ଡି କରାଯାଇ ରଥାରୂଢ଼ କରାଯିବା ପରେ ଛେରାପହରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଭଞ୍ଜଛଡ଼ା ଜଗନ୍ନାଥ ମନ୍ଦିର ତଥା ରଥଯାତ୍ରା କମିଟିର ସଭାପତି ତଥା ରାଜା ପ୍ରଭାତ କୁମାର ବିଶ୍ୱାଳ ସାମନ୍ତ ରାଜା ବେଶରେ ରଥ ଉପରେ ଛେରାପହରା କରିଥିଲେ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ, ରେମୁଣା ବ୍ଲକ ଏବଂ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ହାତରେ ଦଉଡ଼ି ଧରି ରଥ ଟାଣିଥିବା ଦେଖିବାକୁ ମିଳିଥିଲା। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ବଡ଼ଦାଣ୍ଡରେ ଭକ୍ତଙ୍କ ଗହଣରେ ଏକାକାର ହୋଇଯାଇଥିଲେ। ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳି, ଭଜନ କୀର୍ତ୍ତନରେ ସମଗ୍ର ଅଞ୍ଚଳ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। କାର୍ଯ୍ୟକ୍ରମରେ ରେମୁଣାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ କମିଟିର ସମ୍ପାଦକ ସତ୍ୟବ୍ରତ ମିଶ୍ର, କମିଟିର ସଦସ୍ୟ ଧୀରେନ୍ଦ୍ର ମହାପାତ୍ର, ନାରାୟଣ ମାହାନା, ଗଜେନ୍ଦ୍ର ସାହୁ, ଯୋଗେଶ୍ୱର ସାହୁ, ରବି ରାଉତ ପ୍ରମୁଖ ଉପସ୍ଥିତ ରହି ରଥଟଣାରେ ସହଯୋଗ କରିଥିଲେ। ପାଗ ଅନୁକୂଳ ଥିବାରୁ ସନ୍ଧ୍ୟାରେ ପ୍ରବଳ ଜନଗହଳି ହୋଇଥିଲା। ଜୁଲାଇ 6 ତାରିଖରେ ଶ୍ରୀଜୀଉମାନେ ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେବେ।